ମା ମା କାଲି ଅପେକ୍ଷା ମୁଁ ଆଜି ଅଧିକ ଲେମ୍ବୁ ତୋଳିଛି। ଠିକ କହିଲୁ ରେ ମା, ଆଜି ଆମେ ବହୁତ ସାରା ଲେମ୍ବୁ ଜମା କରିଛେ। କାଉ ଭାଇ ନିଶ୍ଚୟ ଆଜି ଅଧିକ ଟଙ୍କା ଦେବେ। ମାରି ତୁ ଏବେ ଘରକୁ ଯା, ମୁଁ କାଉ ଭାଇଙ୍କୁ ଏ ସବୁ ଲେମ୍ବୁ ବିକ୍ରି କରି ଆସେ। ଏମିତି ମା ଚଢ଼େଇ ଲେମ୍ବୁ ଧରି କାଉ ପାଖକୁ ଗଲା। କାଉ ସେ ଜଙ୍ଗଲରେ ସମସ୍ତଙ୍କ ପାଖରୁ ଲେମ୍ବୁ କିଣୁଥିଲା, କିନ୍ତୁ ସମସ୍ତଙ୍କୁ ବହୁତ କମ ଟଙ୍କା ଦେଉଥିଲା। ଏଇ କଣ କାଉ ଭାଇ, ଆଜି ତ ମୁଁ ଅଧିକ ଲେମ୍ବୁ ଆଣିଥିଲି, ତାହେଲେ ତୁମେ କାଲି ଅପେକ୍ଷା ଆଜି ଏତେ କମ ଟଙ୍କା କାହିଁକି ଦେଲ? ଏତେ କମ ଟଙ୍କାରେ ମୁଁ ଘର ଚଳିବି କେମିତି? अरे चढ़ी सहर रे एबे लेंबूर दाम बहुत कमी जाइची। मु एसबु लेंबू बिक्री करी बहुत कम टका पाउची। आहुरी पुणी गाड़ीर भी खर्च अछि, सेथिपाई आजिठु मु एतिकी ही टका देई परिबी। କିନ୍ତୁ କାଉ ଭାଇ, ମୁଁ ତ ଶୁଣିଥିଲି ସହରରେ ଲେମ୍ବୁର ଦାମ ଅଧିକ, ଆଉ ତୁମେ ଅନେକ ଟଙ୍କାରେ ଲେମ୍ବୁ ବିକ୍ରି କର। ତା माने तू कौन कहूचु? मु मिछ कहूची? ए जंगल रे समस्ते मो पाखरे लेंबू बिक्री करंती। तू जदि एतिकी टंकारे खुशी ना हो, तेबे कालीठु मो पाखको आउ लेंबू नै के आसीबुनी। ନା ନା କାଉ ଭାଇ, ମୋର ଭୁଲ ହେଇଗଲା। ତୁମେ ରାଗନି, ତୁମେ ଯଦି ଲେମ୍ବୁ କିଣିବନି କେହି ବି ମୋ ପାଖରୁ ଲେମ୍ବୁ କିଣିବେନି। तू जहा कहले भी मु आउ तो पाखरु लेंबू किणिबिनी। एबे तू मते विरक्त न करी एठु जा। चढ़ेई मन दुखरी घरକୁ ଫେରି ଆସିଲା। ସେ ତାର ଝିଅକୁ ସବୁ ଘଟଣା କହିଲା। ଆମ ଜଙ୍ଗଲରେ ଅଧିକାଂଶ ଚଢ଼େଇ ଲେମ୍ବୁ ଚାଷ କରିଛନ୍ତି। ସହର ଅନେକ ଦୂର, କେହି ବି ଏତେ ଦୂରକୁ ଲେମ୍ବୁ ବିକ୍ରି କରିବାକୁ ଯାଇପାରୁନାହାନ୍ତି। ସେଥିପାଇଁ ସମସ୍ତେ କାଉ ଭାଇଙ୍କୁ ହିଁ ଲେମ୍ବୁ ବିକ୍ରି କରୁଛନ୍ତି। ସେହି ସୁଯୋଗରେ କାଉ ଭାଇ ବହୁତ କମ ଟଙ୍କା ଆମକୁ ଦେଇ ସହରରେ ଅଧିକ ଦାମରେ ଲେମ୍ବୁ ବିକ୍ରି କରୁଛନ୍ତି। ଏ କଥା ସମସ୍ତେ ଜାଣିଲେ ବି କେହି କିଛି କରିପାରୁନାହାନ୍ତି। ମା, ଆମ ଜଙ୍ଗଲରେ ଅନେକ ଚଢ଼େଇ ଲେମ୍ବୁ ଚାଷ କରିଛନ୍ତି, ସେଥିପାଇଁ କେହି ବି ଲେମ୍ବୁ ବିକ୍ରି କରୁନାହାନ୍ତି। କିନ୍ତୁ ଆମେ ଯଦି ଲେମ୍ବୁରେ ଆଉ କିଛି ତିଆରି କରି ବିକ୍ରି କରିବା, ସେମିତି ହେଲେ ହୁଏତ ସମସ୍ତେ ଆମ ପାଖରୁ ସେ ସବୁ ଜିନିଷ କିଣିବେ। ଏଇ ଯେମିତି ଲେମ୍ବୁ ସରବତ ଆଉ ଲେମ୍ବୁ ଆଚାର। ଆରେ ମା, ତୁ ଏକଦମ ଠିକ କଥାଟି କହିଲୁ। ମୁଁ ତ ଏମିତି ଭାବି ନଥିଲି। କିଛି ଦିନ ତଳେ ହିଁ ମୁଁ ଅନେକ ଗୁଡ଼ିଏ ଲେମ୍ବୁ ଆଚାର ତିଆରି କରିଛି। ଆମେ କାଲି ହିଁ ଦୋକାନ ଦେଇ ଲେମ୍ବୁ ଆଚାର ବିକ୍ରି କରିବା। ଏମିତି କଥା ହେଇ ପରଦିନ ହିଁ ମା ଚଢ଼େଇ ଜଙ୍ଗଲରେ ଏକ ଦୋକାନ ଦେଲା। ସେ ସେଇ ଦୋକାନରେ ଲେମ୍ବୁ ସରବତ ଆଉ ଲେମ୍ବୁ ଆଚାର ବିକ୍ରି କଲା। ଚାଲି ଚାଲି ଭାରି ଥକା ଲାଗିଲାଣି, କୋଉଠି ଯଦି ପାଣି ପିଇବାକୁ ମିଳିଯାନ୍ତା କେତେ ଭଲ ଲାଗନ୍ତା। ଏକ ଚଢ଼େଇ ଲେମ୍ବୁ ସରବତ ବିକ୍ରି କରୁଛି, ମୁଁ ତା ଦୋକାନକୁ ଯାଏ। ଆରେ ଚଢ଼େଇ, ତୁ ଲେମ୍ବୁ ସରବତ ବିକ୍ରି କରୁଛୁ, ମତେ ଗୋଟେ ଗ୍ଲାସ ଦେଲୁ, ଭାରି ଶୋଷ ଲାଗୁଛି। ବାସ୍ ଚଢ଼େଇ, ତ ଲେମ୍ବୁ ସରବତ ଭାରି ବଢିଆ ହେଇଛି, ମୋ ଶୋଷ ମେଣ୍ଟିଗଲା। ଏଇ ନେ ଟଙ୍କା। ଆରେ ଚଢ଼େଇ, ତୁ ଲେମ୍ବୁ ଆଚାର ବିକ୍ରି କରୁଛୁ? ଥରେ ତ ଲେମ୍ବୁ ଆଚାର ଖାଇଥିଲି, ଆଜି ଯାଇ ତାର ସ୍ୱାଦ ଭୁଲିନି। ଦେ ଦେ, ମତେ ଗୋଟେ ବୋତଲ ଲେମ୍ବୁ ଆଚାର ଦେ। ଏମିତି ଧୀରେ ଧୀରେ ଚଢ଼େଇର ଦୋକାନ ବହୁତ ଭଲ ଚାଲିଲା। ସେ ଭଲ ଟଙ୍କା ରୋଜଗାର କରୁଥିଲା। ଏସବୁ ଯେତେବେଳେ କାଉ ଜାଣିବାକୁ ପାଇଲା, ସେ ଖୁବ ରାଗିଗଲା। ଏ ଚଢ଼େଇର ଅନେକ ବୁଦ୍ଧି, ସେ ଏମିତି ବ୍ୟବସାୟ ଆରମ୍ଭ କଲା, ଆଗରୁ କେହି ବି ବ୍ୟବସାୟ କରିନଥିଲେ। ଚଢ଼େଇକୁ ଦେଖି ଦେଖି ଯଦି ସମସ୍ତେ କିଛି ନା କିଛି ବ୍ୟବସାୟ କରିବେ, ତମ ପାଖରେ ଆଉ କେହି ବି ଲେମ୍ବୁ ବିକ୍ରି କରିବାକୁ ଆସିବେନି। ମୁଁ ସେମିତି କିଛି ହେବାକୁ ଦେବିନି। ଚଢ଼େଇର ଏ ବ୍ୟବସାୟ ମୁଁ ବନ୍ଦ କରିକି ରହିବି। ମିଟୁ ମିଟୁ, କୁଆଡେ ଗଲୁ? ଶୀଘ୍ର ଏଠାକୁ ଆସେ। କାଉ ମିଟୁକୁ ଡାକି ତା ଯୋଜନା କଥା କହିଲା। ରାତିରେ ମିଟୁ ଚଢ଼େଇର ଲେମ୍ବୁ ବଗିଚାକୁ ଗଲା, ଆଉ ଚଢ଼େଇର ସବୁ ଲେମ୍ବୁ ଗଛ କାଟି ନଷ୍ଟ କରିଦେଲା। ସକାଳେ ଯେତେବେଳେ ଚଢ଼େଇ ଲେମ୍ବୁ ପାଇଁ ଆସିଲା, ଗଛ ମାନଙ୍କର ଏମିତି ଅବସ୍ଥା ଦେଖି ତ ସେ ମନ ଦୁଃଖରେ କାନ୍ଦିଲା। ଏ ସବୁ କଣ ହେଇଗଲା? କିଏ ମୋର ଏତେ ବଡ କ୍ଷତି କଲା? ଯିଏ ମୋର କ୍ଷତି କରିଛି ସେ କେବେ ଶାନ୍ତିରେ ରହିପାରିବନି।
ଏଇ ଲେମ୍ବୁ ବିକ୍ରି କରି ମୁଁ ଅନେକ କିଛି କରିବି ଭାବିଥିଲି, ହେଲେ ଏବେ କଣ ହେବ? ପୁଣି ଥରେ ଲେମ୍ବୁ ଚାଷ କଲେ ତ ଅନେକ ସମୟ ଲାଗିବ। ମନ ଦୁଃଖ କରନି ମା, ଆମ ଘରେ କିଛି ଲେମ୍ବୁ ଆଚାର ଅଛି, ଆଜି ତୁମେ ସେସବୁ ବିକ୍ରି କରିଥାଅ। ହଁ ରେ ମା, ତୁ ଯା ଘରେ ଲେମ୍ବୁ ଆଚାର ରେଡି କରିବୁ। ମୁଁ ଏବେ ପାରା ଭଉଣୀଙ୍କ ଘରକୁ ଯାଏ, ଆଜି ତାଙ୍କଠୁ କିଛି ଲେମ୍ବୁ ଆଣି ଦୋକାନ ଖୋଲିଥାଏ। ଆଚ୍ଛା ଠିକ ଅଛି ମା। ଏମିତି ଚଢ଼େଇ ଶୀଘ୍ର ପାରା ଘରକୁ ଗଲା ଆଉ ତାକୁ ସବୁ ଘଟଣା କହିଲା। ଆରେ ଚଢ଼େଇ, ମୁଁ ତ ସବୁ ଲେମ୍ବୁ କାଉ ଭାଇକୁ ବିକ୍ରି କରିଦେଇଛି। ମୋ ପାଖରେ ଆଉ ଲେମ୍ବୁ ନାହିଁ, ଯାହା ବି ଅଛି ସେସବୁ ବହୁ ଛୋଟ ଛୋଟ। ଚଢ଼େଇ, ତୁ ଗୋଟେ କାମ କର, ଜଙ୍ଗଲର ଉତ୍ତର ଦିଗକୁ ଯା। ମୁଁ କାଲି ସେଠି ଗୋଟେ ବଡ ଲେମ୍ବୁ ଗଛ ଦେଖିଥିଲି। ସେ ଗଛରେ ବହୁତ ବଡ ବଡ ଲେମ୍ବୁ ପଡିଥିଲା। ତୁ ସେଥିରୁ କିଛି ଲେମ୍ବୁ ନେଇ ଆସେ। ତୁମେ ସତ କହୁଛ ପାରା ଭଉଣୀ? ତେବେ ଠିକ ଅଛି, ମୁଁ ଏବେ ହିଁ ସେ ଗଛ ଖୋଜିବାକୁ ଯିବି। ତାପରେ ଚଢ଼େଇ ସେ ଲେମ୍ବୁ ଗଛ ଖୋଜିବାକୁ ଗଲା। ସେ ଅନେକ ଖୋଜିଲା ପରେ ବି ଲେମ୍ବୁ ଗଛ ପାଇଲାନି। ଏମିତି ସେ ବହୁତ ଭିତରକୁ ଚାଲିଗଲା। ଯାଉ ଯାଉ ସେ ଗୋଟେ ତରଭୁଜ ଜମି ଦେଖିଲା। ଏତେ ସମୟ ଖୋଜିଲେଣି, ହେଲେ ଏଠି ତ ଗୋଟେ ବି ଲେମ୍ବୁ ଗଛ ନାହିଁ। ଆଉ ଏ ତରଭୁଜ ଜମି କାହାର? ଜଙ୍ଗଲର ଏତେ ଭିତରେ କିଏ ତରଭୁଜ ଚାଷ କରିଛି? ମୋ ଝିଅ ଅନେକ ଦିନରୁ ତରଭୁଜ ଖାଇବ କହୁଥିଲା। ମୁଁ ଏ ଜମିରୁ ଗୋଟେ ତରଭୁଜ ମୋ ଝିଅ ପାଇଁ ନେଇଦିଏ। ଯେମିତି ଚଢ଼େଇ ଗୋଟେ ତରଭୁଜ ଛିଡେଇ ଆଣିଲା, ତରଭୁଜ ଭିତରୁ ଏକ ପରି ବାହାରି ଆସିଲା। କିଏ ତୁମେ? ଆଉ ତୁମେ ଏ ତରଭୁଜ ଭିତରେ ଥିଲ? ଦୟାକରି ମୋର କିଛି କ୍ଷତି କରନି। ଭୟ କରନି ଚଢ଼େଇ, ମୁଁ ତୋର କିଛି କ୍ଷତି କରିବିନି। ମୁଁ ଜଣେ ପରି ଏ ତରଭୁଜରେ ବନ୍ଦୀ ହେଇଥିଲି। ତୁ ମତେ ମୁକ୍ତ କଲୁ, ସେଥିପାଇଁ ମୁଁ ଏବେ ତତେ ପୁରସ୍କାର ଦେବି। ଏଇ କିଛି ସୁନା ଟଙ୍କା ନେ, ଏଥିରେ ତୁ ତୋର ସବୁ ଅଭାବ ଦୂର କରିପାରିବୁ। ତୁମକୁ ଅନେକ ଅନେକ ଧନ୍ୟବାଦ ପରି। ତାପରେ ପରି ସେଠାରୁ ଚାଲିଗଲା। ମା ଚଢ଼େଇ ବି ସୁନା ଟଙ୍କା ଧରି ଘରକୁ ଫେରିଲା। ସେ ତାର ଝିଅକୁ ସବୁ ଘଟଣା କହିଲା। ଧୀରେ ଧୀରେ ଚଢ଼େଇ ବହୁତ ଧନୀ ହେଇଗଲା। ସେ ଗୋଟେ ବଡ ଦୋକାନ ଦେବା ସହ ବଡ ଘର ବି କିଣିଲା। ଏସବୁ ଯେତେବେଳେ କାଉମାନେ ଜାଣିଲେ, ସେମାନେ ଚଢ଼େଇ ଉପରେ ନଜର ରଖିଲେ ଆଉ ଜାଣିଗଲେ ଚଢ଼େଇ କେମିତି ଧନୀ ହେଇଛି। କାଲେ ମୁଁ ବି ସେଇ ତରଭୁଜ ଜମି ଖୋଜିବାକୁ ଯିବି, ଆଉ ଦେଖିବି ଚଢ଼େଇର କଥା ସତ କି ମିଛ। ଏମିତି କହି କାଉ ପରଦିନ ହିଁ ତରଭୁଜ ଜମି ଖୋଜିବାକୁ ଗଲା। କିଛି ସମୟ ଖୋଜିଲା ପରେ ସେମାନେ ତରଭୁଜ ଜମି ପାଇଗଲେ। ଯେମିତି ସେମାନେ ଗୋଟେ ତରଭୁଜ ଛିଡେଇଲେ, ତରଭୁଜ ଭିତରୁ ଗୋଟେ ପରି ବାହାରି ଆସିଲା। ସେ ବି କାଉକୁ ସୁନା ଟଙ୍କା ଦେଲା। କାଉ ଖୁସିରେ ଘରକୁ ଫେରିଲା ଆଉ ତାର ସ୍ତ୍ରୀକୁ ସବୁ ଘଟଣା କହିଲା। ଆରେ ତୁମେ କଣ କଲ? ଗୋଟିଏ ତରଭୁଜ କାହିଁକି ଛିଡେଇଲ? ଆଉ 2-4ଟା ଛିଡେଇଥିଲେ ସେଥିରୁ ବି ପରି ବାହାରିଥାନ୍ତେ, ଆଉ ତୁମକୁ ଅନେକ ସୁନା ଟଙ୍କା ଦେଇଥାନ୍ତେ। କାଲି ସକାଳେ ମୁଁ ବି ତୁମ ସାଙ୍ଗରେ ଯିବି ଆଉ ସବୁ ପରିମାନଙ୍କୁ ମୁକ୍ତ କରି ସୁନା ଟଙ୍କା ଆଣିବି। ଏମିତି ଯୋଜନା ବନେଇ କାଉମାନେ ସକାଳେ ସେ ତରଭୁଜ ଜମିକୁ ଗଲେ। କାଉର ସ୍ତ୍ରୀ ଚାରିଦିଗକୁ ଭଲ ଭାବରେ ଦେଖିଲା। ସେତେବେଳେ ସେ ଗୋଟେ ବଡ ଲାଲ ତରଭୁଜ ଦେଖିବାକୁ ପାଇଲା। ଆରେ ଦେଖ ଦେଖ, ସେଇଟା ଗୋଟେ ବଡ ଲାଲ ତରଭୁଜ। ମତେ ଲାଗୁଛି ସେଠି ପରିମାନଙ୍କ ରାଣୀ ବନ୍ଦୀ ହେଇଥିବ। ଆଗ ଚାଲ ଆମେ ତାକୁ ମୁକ୍ତ କରିବା। ସେମିତି ହେଲେ ସେ ଆମକୁ ହୀରା ମୋତି ମାଣିକ ଦେବ। ଆଚ୍ଛା ଠିକ ଅଛି, ଯା ସେ ତରଭୁଜ ତୋଳିବୁ। କାଉର ସ୍ତ୍ରୀ ଯେମିତି ଲାଲ ତରଭୁଜକୁ ତୋଳିଲା, ତରଭୁଜ ଭିତରୁ ଏକ ଭୟଙ୍କର ପିଶାଚି ବାହାରିଲା। କିଏ କିଏ ମୋ ନିଦ ଭାଙ୍ଗିବାକୁ ସାହସ କଲା? ଆମେ ତୁମ ନିଦ ଭାଙ୍ଗିନୁ, ଆମେ ତୁମକୁ ମୁକ୍ତ କରିଛୁ। ଏବେ ଆମକୁ ସୁନା ଟଙ୍କା ଦିଅ, ଆଉ ତା ସହ ହୀରା ମୋତି ମାଣିକ ବି ଦିଅ। ତମେ ମାନେ ମୋ ନିଦ ଭାଙ୍ଗିଛ ଆଉ ତାପରେ ସୁନା ହୀରା ମାଗୁଛ? ଆମେ ଏଠି ଥିବା ଅନେକ ପରୀକୁ ମୁକ୍ତ କରିଛୁ, ସେମାନେ ଆମକୁ ସୁନା ଟଙ୍କା ଦେଇଛନ୍ତି। ତୁମେ କାହିଁକି ଦେବନି? କଣ ହେଲା? ତମେ ମାନେ ପରିମାନଙ୍କୁ ମୁକ୍ତ କରିଦେଲ। ମୁଁ ସେମାନଙ୍କୁ ବନ୍ଦୀ କରି ରଖିଥିଲି ଆଉ ତାପରେ ଏ ତରଭୁଜ ଘରେ ଶୋଇଥିଲି। ଏବେ ତମେ ମାନେ ଶାସ୍ତି ପାଇବ। ଏ ସବୁ କଣ ହେଇଗଲା? ଆମର ଭୁଲ ହେଇଗଲା, ଆମକୁ କ୍ଷମା କରିଦିଅ। ଦୟାକରି ଆମକୁ ଛାଡି ଦିଅ, ଆମେ ଆଉ କେବେ ଏଠାକୁ ଆସିବୁନି। ପିଶାଚି ଦୁଇ କାଉଙ୍କର କିଛି କଥା ଶୁଣିଲାନି।
ସେ ସେମାନଙ୍କୁ ଦୁଇଟି ତରଭୁଜ କରି ସେଇ ଜମିରେ ରଖିଦେଲା ଆଉ ତାପରେ ସେ ଶୋଇବାକୁ ଗଲା।